ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ 2026ରେ ଆପଣଙ୍କ ଜୀବନରେ ରାହୁଙ୍କର ବହୁତ ବଡ଼ ମୋଡ଼ ନେବାକୁ ଯାଉଛନ୍ତି, ଯାହାକି ଆପଣଙ୍କ ଜୀବନରେ ବହୁତ କିଛି କ୍ଷୟକ୍ଷତି ମଧ୍ୟ କରିବେ ଏବଂ ଆପଣଙ୍କର ଜୀବନଟିକୁ ବହୁତ ଭାବରେ ନଷ୍ଟ ମଧ୍ୟ କରିଦେଇ ପାରନ୍ତି। ତେଣୁ ଆପଣ ଯଦି ଏହାର ପ୍ରତିକାର ଚାହୁଁଛନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କର ପ୍ରତିକାର କ'ଣ ଏବଂ ଭିଡ଼ିଓର କମେଣ୍ଟରେ ମଧ୍ୟ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ ବୃଷ ରାଶିର ଅଧିପତି ହେଉଛନ୍ତି ଶୁକ୍ର ମହାଗ୍ରହ, ଯାହା ଆପଣଙ୍କର କ୍ୟାରିୟର ଏବଂ ଧନ, ସ୍ୱାସ୍ଥ୍ୟ, ହାନି ଲାଭ ଉପରେ ବହୁତ ମାତ୍ରାରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆପଣଙ୍କ ଘରେ ଶନିଙ୍କର ଏବଂ ରାହୁଙ୍କର ଘର ମଧ୍ୟ ବହୁତ ମାତ୍ରାରେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଶନି ଆପଣଙ୍କର ନବମ ଭାଗରେ ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ଦ୍ୱାଦଶ ଘରେ ରାହୁ ମଧ୍ୟ ବିରାଜମାନ କରିଛନ୍ତି। ରାହୁ ଆପଣଙ୍କର ଦ୍ୱାଦଶ ଘରେ ବିରାଜମାନ କରିଥିବାରୁ ଏହାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ମାତ୍ରାରେ ଅଶୁଭ ମନାଯାଇଥାଏ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ରାହୁଙ୍କର ପ୍ରଭାବ ମଧ୍ୟ ପଡ଼ିଥାଏ। ତେଣୁ ଆପଣଙ୍କ ଜୀବନରେ ଘାତଚନ୍ଦ୍ର କିମ୍ବା ଘାତବାର ପରି ଆପଣଙ୍କ ଜୀବନଟିକି ଆସିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ। ତେଣୁ ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କର ବହୁତ ମାତ୍ରାରେ ଆପଣ ଯଦି କୌଣସି ଯାନବାହନ ଚଳାଉଛନ୍ତି କିମ୍ବା ଯେକୌଣସି ତ ଗାଡ଼ି ଚଳାଉଥିବେ, କିନ୍ତୁ ଯେତେ ମାତ୍ରାରେ ପାରୁଛନ୍ତି ଏହି ନୂତନ 2026 ପରଠାରୁ 2026ର ଫାଷ୍ଟ 3 ମାସ ପର୍ଯ୍ୟନ୍ତ ଆପଣ ଟିକେ ଜଗି ରହି ଚଳନ୍ତୁ। ଫାଷ୍ଟ 3 ମାସ ପର୍ଯ୍ୟନ୍ତ ରାହୁ ଆପଣଙ୍କର ଦ୍ୱାଦଶ ଘରେ ରହିବେ, ପରେ ଆପଣଙ୍କର ଅଷ୍ଟମ ଭାଗକୁ ବିରାଜମାନ କରିଯିବେ, ଫଳରେ କି ଆପଣଙ୍କ ପାଇଁ ରାହୁଙ୍କର କୌଣସି ମାତ୍ରାରେ ପ୍ରଭାବ ପଡ଼ିବ ନାହିଁ। ରାହୁ ଯେତେ ପର୍ଯ୍ୟନ୍ତ ଆପଣଙ୍କର ଦ୍ୱାଦଶ ଘରେ ରହିବେ ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଜୀବନଟିକୁ ବର୍ବାଦ କରିଦେବେ। ଠିକ୍ 2026ର ଆସନ୍ତା 3 ମାସ ଫାଷ୍ଟ 3 ମାସ ପର୍ଯ୍ୟନ୍ତ ରାହୁ ଆପଣଙ୍କ ଘରେ ବିରାଜମାନ କରିବେ। ତେଣୁ ଆପଣ ସାବଧାନରେ ରୁହନ୍ତୁ ଏବଂ ସତର୍କ ମଧ୍ୟ ହୋଇଯାଆନ୍ତୁ। ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଆପଣଙ୍କର ଯାନବାହନ ଚଳାଇବାକୁ ଟିକେ ଧ୍ୟାନ ଦିଅନ୍ତୁ, ଗାଡ଼ି ଟିକେ ସତର୍କ ସହିତ ଚଳାନ୍ତୁ, କାରଣ ଆପଣଙ୍କର ଏହି ଫାଷ୍ଟ 3 ମାସ ମଧ୍ୟରେ କୌଣସି ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ସମ୍ପୂର୍ଣ୍ଣ ଭାବରେ ଚାନ୍ସ ରହିଅଛି ଏବଂ ଆକ୍ସିଡେଣ୍ଟ ହେବାର ବହୁତ ମଧ୍ୟ ରହିଅଛି। ତେଣୁ ଆପଣ ଗାଡ଼ି ମଧ୍ୟ ଧୀରେ ଚଳାନ୍ତୁ ଏବଂ ସାପମାନଙ୍କ ଠାରୁ ଟିକେ ଦୂରେଇ ରୁହନ୍ତୁ। ଆପଣଙ୍କ ପାଇଁ ସର୍ପ ଆଘାତ ମଧ୍ୟ ରହୁଛି, ସର୍ପ ଦୋଷ ମଧ୍ୟ ଆପଣଙ୍କ ପାଇଁ ଏହି ଫାଷ୍ଟ 3 ମାସ ମଧ୍ୟରେ ରହୁଛି ରାହୁଙ୍କର ଦ୍ୱାଦଶ ଘରେ ରହିଥିବାରୁ। ଦେଖିବେ ଆଉ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ତ କୌଣସି ପରିବର୍ତ୍ତନ ହେବ ନାହିଁ, ସ୍ୱାସ୍ଥ୍ୟ ତ ଆପଣଙ୍କର ବହୁତ ମାତ୍ରାରେ ସୁସ୍ଥ ରହିବ, କିନ୍ତୁ ଏହି ଦୁଇଟି କାରଣ ଆପଣଙ୍କ ପାଇଁ ବହୁତ ମାତ୍ରାରେ ପରିବର୍ତ୍ତନ ଆଣିଦେବ। ଆପଣଙ୍କ କୌଣସି ଆକ୍ସିଡେଣ୍ଟ ହୋଇପାରେ, ବଡ଼ ଧରଣର ହେଉ ବା ଛୋଟ ଧରଣର, ଏବଂ ସର୍ପ ଦୋଷର ମଧ୍ୟ ଆଘାତ ରହିଅଛି। ତେଣୁ ଏହାର ପ୍ରତିକାର ହେଲା ଆପଣ ପ୍ରତ୍ୟେକ ଦିନ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ପ୍ରତ୍ୟେକ ସୋମବାର ଦିନ ଆମିଷ ଖାଇବା ବନ୍ଦ କରିଦିଅନ୍ତୁ ଏବଂ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ସେଠି ଜଳସାଇ କରନ୍ତୁ ଏବଂ ମହାଦେବ ମନ୍ଦିର ଶିବଙ୍କ ଉପରଙ୍କୁ ମଧ୍ୟ ବେଲପତ୍ର ଚଢ଼ାନ୍ତୁ। ଦେଖିବେ ଆପଣଙ୍କର ନବଗ୍ରହଙ୍କ ସ୍ଥିତି ବହୁତ ମାତ୍ରାରେ ସୁଦୃଢ଼ ହୋଇଯିବ ଏବଂ ଆପଣଙ୍କ ଉପରେ ଯେଉଁ ସର୍ପଦୋଷ ରହିଥିଲା ତାହା ମଧ୍ୟ ଦୂରେଇ ଯିବ। ତେଣୁ ଆପଣ ପ୍ରତ୍ୟେକ ସୋମବାର ଦିନ ଆମିଷ ଖାଇବା ବନ୍ଦ କରି ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ଜଳାଶୟ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କ ଜୀବନରେ ଇଫେକ୍ଟ ପକାଇବେ ଏବଂ ଆପଣ ଏକ ବଟବୃକ୍ଷ ପାଖକୁ ଯାଇ ମଧ୍ୟ ପ୍ରତ୍ୟେକ ଶନିବାର ଦିନ ଯେକୌଣସି ବଟବୃକ୍ଷକୁ ଯାଇ ଆପଣ ସେଠାରେ ମଧ୍ୟ ଜଳାଶୟ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ହେବ ଏବଂ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ ଆସ୍ଥାୟୀ ରହିବ ଏବଂ ଶନିଙ୍କର ମଧ୍ୟ କୃପା ରହିବ। ଆପଣଙ୍କ ଜୀବନରେ ଶନିଙ୍କର ବହୁତ ମାତ୍ରାରେ ପ୍ରଭାବ ପଡ଼ିବ, ତେଣୁ ଏହାକୁ କରନ୍ତୁ ଏବଂ ଦେଖିବେ ବହୁତ ମାତ୍ରାରେ ଆପଣଙ୍କ ଜୀବନଟି ପରିବର୍ତ୍ତନ ହୋଇଯିବ। ଏବଂ ଯଦି ପାରୁଛନ୍ତି ଆପଣ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କୁ ହନୁମାନଙ୍କର ମଧ୍ୟ କୃପା ରହିବ ଏବଂ ଆପଣଙ୍କୁ ଯଦି ସମୟ ହେଉଛି ତେବେ
ଆପଣଙ୍କୁ ଯଦି ସମୟ ହେଉଛି ତେବେ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରିବାକୁ ଭୁଲିବେ ନାହିଁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହଙ୍କ ସ୍ଥିତି ବହୁତ ମାତ୍ରାରେ ସ୍ଥିର ହୋଇଯିବ ଏବଂ ଆପଣଙ୍କ ଉପରେ ଯେକୌଣସି ଭୟ ହେଉନା କାହିଁ, ଯେକୌଣସି ମାତ୍ରାରେ ଆପଣଙ୍କ ଉପରେ ଆଘାତ ହେଉନା କାହିଁ ତାହା ସବୁ ଦୂରେଇ ଯିବ। ତେଣୁ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କ ଜୀବନରେ ଇଫେକ୍ଟ ପକାଇବେ। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତି ବିଷୟ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।